ଆପଣଙ୍କର ଜୀବନର ଚିନ୍ତାଧାରାକୁ ସମାଜ ସେବା ନେଇଥିଲା? ଗୋଟେ ପିଲାଟେ ସିଏ ସବୁ ଆସେ, ମୁଁ ଯେତେବେଳେ ମାନେ ନୂଆ ନୂଆ ବୋହୂ ହେଇଥିଲି, ସେ ଆସେ ସବୁ ଏଇ ଯୋଉ ପାମ୍ପଡ଼ ବିସ୍କୁଟ ସବୁ ବ୍ୟାଗରେ ଧରିକିରି ଆସେ ବିକ୍ରି କରିକିରି। ମାନେ ଆସିଲା ସେ ଖାଲି ତାର ପଇସା ବାହାର କରିକି ପୁଣି ମୁଁ ତାକୁ ପଚାରିଲି ରାହୁଲ କ୍ୟା ହୁଆ? ସେ ସେଠୁ କହିଲା କି ମୋର ମାଟ୍ରିକ ପରୀକ୍ଷା ଦେବାର ଅଛି ଆଣ୍ଟି। ନାଇଁ ଆଣ୍ଟି କହିଲେ ଭାଉଜ ମାଟ୍ରିକ ପରୀକ୍ଷା ଦେବାର ଅଛି, ମୋର 310 ଟଙ୍କା ମତେ ସର୍ଟ ହଉଛି। ଆଉ ମୋର ସେଇଟା ଏଇଟା ବିକ୍ରି ବର୍ଷା ବି ସେ ପ୍ରବଳ ହଉଥାଏ, ମୁଁ ଏଇଟା କେମିତି ବିକ୍ରି କରିବି, ପୁଣି ମୋର ଇଏ ସରିଯିବ 3ଟା ନା 4ଟା ଯାଏ ତାର ଟାଇମ ଥିଲା, ସରିଯିବ, ମୁଁ କଣ କରିବି? ସେତେବେଳେ ମୋ ପାଖରେ ବି ମାନେ ମୁଁ ପଇସା ପତ୍ର ଇଏ ରଖେନି, ପଇସା ପତ୍ର ଶାଶୁଙ୍କ ପାଖରେ ଥାଏ। କିନ୍ତୁ ମୋର ବାପ ଘର ପାଖରେ ମୁଁ ଯୋଉ ଯାଇଥିଲି ସେ କଣ ପଇସା ଦେଇଥିଲେ ମତେ ଗୋଟେ 500 ଟଙ୍କା ଦେଇଥିଲି, ନେଇକି ଆସି ସେ ସେଠୁ କହିଲା ମୋ ପାଖରେ ଇଏ ନାହିଁ, ଫେରେଇଲା, ତୁ ନେଇକି ଯା, ତୁ ଜଲ୍ଦି ଜଲ୍ଦି ଯା। ମାନେ ମୁଁ ତାକୁ ସେଦିନ ସେଟା ଲୁଚେଇକି ଦେଇଥିଲି, ଜାଣିକି ସ୍ତ୍ରୀ ଲୋକମାନଙ୍କର ସ୍ୱାଧୀନତା ଦେଇଥିଲି ସେଇଟା। ତାପରେ ସେ ସେଇଠୁ ମୁଁ ତୁ ଯା, ଯେତେବେଳେ ତୋର ହେଇଯିବ ମତେ ଆଣିକି ଦବୁ ବୋଲି କହିକି ତାକୁ ପଠେଇଥିଲି। ମୁଁ କିନ୍ତୁ କିଛି କଥା ମୋ ସ୍ୱାମୀଙ୍କୁ ଲୁଚାଏନି, ଯାହା ହୁଏ ପ୍ରତିଦିନର ଯାହା କଥାବାର୍ତ୍ତା ହୁଏ, ଯାହା ଯୋଉଠି ଘଟଣା ଅଘଟଣ ଯାହା ହେଇଥିବ ମୋ ସ୍ୱାମୀଙ୍କ ସାଙ୍ଗରେ ମୁଁ ସେଟା ନିହାତି ଭାବରେ ସେଟା କଥାବାର୍ତ୍ତା ହୁଏ। ଆଉ ସିଏ ବି ବହୁତ କଥା କୁହନ୍ତି, ମୁଁ ବି ତାଙ୍କର କିଛି କଥା ଗ୍ରହଣ କରେ। ଆଉ କାହିଁକି ନା ମୁଁ ଫିଲ୍ କରେ ଯେ ମୁଁ ଯୋଉ ବାହାରକୁ ଯାଉଛି ମୋ ସହିତ ତାଙ୍କର ବିଶ୍ୱାସ, ତାଙ୍କ ଘରର ସମ୍ମାନ, ତାଙ୍କର ମର୍ଯ୍ୟାଦା ମୋ ସହିତ ଯାଉଛି। ସେଥିପାଇଁକା ମୁଁ ମୋର ସ୍ୱାମୀକୁ ମାନେ ବହୁତ ଭଲ ପାଏବି ଆଉ ସମ୍ମାନ ବି ଦିଏ, ବହୁତ ଇଏ କରି। ତ ତାକୁ ସେ ପିଲାଟିର କଥା ମୁଁ ତାକୁ କହିଥିଲି, ସେ ପିଲା ଏମିତି ମାଗିଲା ମୁଁ ତାକୁ ଦେଇଦେଇଛି। ତ ସେ କହିଲେ ହଁ ଦେଲ, ସେ କେମିତି ତତେ ଗାଳି ଫାଳି କରନ୍ତିନି। ଠିକ ମାନେ ତାର 2 ବର୍ଷ କି 3 ବର୍ଷ ମୁଁ ମନେ ପକେଇ ପାରୁ ନାଇଁ 4 ବର୍ଷ ପରେ ମୁଁ ଥରେ ଭୁବନେଶ୍ୱର ଷ୍ଟେସନରେ ଆସୁଛି, ଜଟଣୀ ଆଡକୁ ଆସୁଛି, ସେ ଗୋଟେ ପିଲାଟା କୋଟ ଫୋଟ ପିନ୍ଧିକି ପୁରା ହାଇଟ୍ ବି, ମୁଁ ଆଉ ଜାଣିପାରୁନି କାହାକୁ, ସେ ଆସିଲା ମୁଣ୍ଡିଆ ମାରିଲା ଦିଦି କରିକି, मुझे मतलब मैं ताकू मैंने मैं जानी पारिनी। से कहला भूल गई, आपने मुझे 500 रुपया दिया था मैट्रिक में पास